अज्ञानजन्यशलाकया चक्षुरुमित्रं येन तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनीति नामिने। नमस्ते सरस्वते देवे गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर भक्तवृंद। हरे कृष्ण 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 हरे हरे, हरे राम 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 हरे हरे। ओम नमो भगवते वासुदेवाय, ओम नमो भगवते वासुदेवाय, ओम नमो भगवते वासुदेवाय। हरे कृष्ण। उपस्थित समस्त वैष्णवगण एवं साधु ମାନଙ୍କୁ ମୋର ପ୍ରଭୁଜୀ ଏବଂ ମାତାଜୀ ମାନଙ୍କୁ ମୋର ଦଣ୍ଡବତ ପ୍ରଣାମ। କଳିଯୁଗରେ ଗୋଟେ ବୈଷ୍ଣବ ସଂଘ ଏବଂ ବା ସାଧୁ ସଂଘ ମିଳିବା ବହୁତ ଭାଗ୍ୟର କଥା। ଆଉ ବୈଷ୍ଣବ ସଂଘ ମାନଙ୍କ ସହିତ ବା ସାଧୁ ମାନଙ୍କ ସହିତ ରହିକି ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା ବିଷୟରେ ଶ୍ରବଣ କରିବା ବା ଲୀଳାକୁ ଆଲୋଚନା କରିବା, ତ ଏଇଟା ତ ସୌଭାଗ୍ୟର କଥା। ତେଣୁ ଏଠାରେ ସମସ୍ତ ଉପସ୍ଥିତ ପ୍ରଭୁଜ ମାତାଜୀ ମାନ ବା ବୈଷ୍ଣବ ମାନଙ୍କ ଦ୍ଵାରା ହିଁ ମୁଁ ଆଜି ଏଇ ସୌଭାଗ୍ୟ ପ୍ରାପ୍ତି ହେଇଛି। ସେଥିପାଇଁ ସମସ୍ତ ପ୍ରଭୁଜ ଏବଂ ମାତାଜୀ ମାନଙ୍କୁ ମୋ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ତ ମୋର ଆଜି ଟପିକ ଅଛି ଯେ ବ୍ରହ୍ମାଜୀ ବ୍ରହ୍ମାଜୀ ଯୋଉ ଗୋପ ବାଳକ ମାନଙ୍କୁ ଆଉ ଗୋବର୍ଷା ମାନଙ୍କୁ ସମସ୍ତଙ୍କୁ ଯୋଉ ହରଣ କରିଥିଲେ, ମୋର ଆଜି ସେଇ ଟପିକ ଟା ଅଛି। ମୁଁ ଚେଷ୍ଟା କରିବି ଭଲସେ ବର୍ଣ୍ଣନା କରିବା ପାଇଁ। ଗୋବର୍ଷାଙ୍କୁ ଆଉ ବାଳକ ମାନଙ୍କୁ ହରଣ କରିବା ପୂର୍ବରୁ ସେଠାରେ ଅଘାସୁର ବଧ ହେଇଥିଲା। ତ ଏଇ ଯୋଉ ଶ୍ରୀକୃଷ୍ଣଙ୍କ ବୁକ୍ ଅଛି ବା ଶ୍ରୀକୃଷ୍ଣଙ୍କ ବୁକ୍ ରେ ଯୋଉ କୃଷ୍ଣଙ୍କ ବିଷୟରେ ଯୋଉ ସବୁ ଲୀଳା ଅଛି, ସେ ସବୁ ସମସ୍ତେ ଜାଣିଥିବେ ଯେ ଭାଗବତମର ଦଶମ ସ୍କନ୍ଧରୁ ଆସିଛି। ଭାଗବତମ ଆଉ ଏଇଟା ବି ସମସ୍ତେ ଜାଣିଥିବେ ଯେ ପରୀକ୍ଷିତ ମହାରାଜକୁ ସୁକଦେବ ଗୋସ୍ୱାମୀ ଏସବୁ ତାଙ୍କୁ ଶୁଣଉଛନ୍ତି, ଆଉ ପରୀକ୍ଷିତ ମହାରାଜ ଏସବୁ ଶୁଣୁଛନ୍ତି ସୁକଦେବ ଗୋସ୍ୱାମୀ କଥା। ତ ଯେତେବେଳେ ପରୀକ୍ଷିତ ମହାରାଜ ସୁକଦେବ ଗୋସ୍ୱାମୀ ଅଘାସୁର ବଧ କଥା ଶୁଣେଇଛନ୍ତି, ତାପରେ ସେ କହିଛନ୍ତି ଯେ ଅଘାସୁର ବଧ ପରେ ଗୋପବାଳକ ମାନେ ଯେତେବେଳେ ବୃନ୍ଦାବନକୁ ଫେରିଲେ, ସେତେବେଳେ ବୃନ୍ଦାବନରେ ଗୋଟେ ବର୍ଷ ପରେ ସେ ବୃନ୍ଦାବନରେ ସମସ୍ତଙ୍କ ସହିତ ଅଘାସୁରର ବଧ କଥା ଆଲୋଚନା କଲେ। ତ ସେଇଠି ପରୀକ୍ଷିତ ମହାରାଜ ଟିକେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଯେ ଯଦି ଅଘାସୁରର ବଧ ହେଲା, ତାହେଲେ ତ ସେ ସେଇଦିନ ହିଁ ଫେରିଥିବେ ବୃନ୍ଦାବନକୁ ଆସିଲା ପରେ ସେମାନେ ତାଙ୍କ ମା ମାନଙ୍କୁ ଅଘାସୁର ବଧ କଥା ଆଲୋଚନା କରିକି କହିଥିବେ। କିନ୍ତୁ ଆପଣ କହୁଛନ୍ତି ଯେ ଗୋଟେ ବର୍ଷ ପରେ ଯେ ସେ ତାଙ୍କ ମା ମାନଙ୍କୁ କହିଲେ, କାହିଁକି କହିଲେ? ଗୋଟେ ବର୍ଷ କାହିଁକି? ଗୋଟେ ବର୍ଷ ଭିତରେ ଏମିତି କଣ ହେଇଥିଲା? ତ ସେଇଟା ଆଜି ମୁଁ ବର୍ଣ୍ଣନା କରିବି। ଯେ ଯେତେବେଳେ ପଚାରୁଛନ୍ତି ପରୀକ୍ଷିତ ମହାରାଜ ଯେତେବେଳେ ପଚାରୁଛନ୍ତି ଯେ ବର୍ଷ ପର୍ଯ୍ୟନ୍ତ ଏମିତି କଣ ହେଇଥିଲା, ଆପଣ ମତେ ଦୟାକରି କୁହନ୍ତୁ, ମୁଁ ଶୁଣିବା ପାଇଁ ବହୁତ ଇଚ୍ଛୁକ। ସେ ବହୁତ ବିବ୍ରତ ହେଇଯାଉଥିଲେ ଶୁଣିବା ପାଇଁ, ସେ ବହୁତ ଇଣ୍ଟରେଷ୍ଟ ତାଙ୍କର ବହୁତ ବଢି ଯାଉଥିଲା। ନର୍ମାଲି ଏମିତି ହୁଏ, କାହିଁକି ନା ଯୋଉମାନେ କୃଷ୍ଣଙ୍କର ଭକ୍ତ ବା କୃଷ୍ଣଙ୍କୁ ଯୋଉମାନେ ଅଧିକ ଭଲ ପାଆନ୍ତି, ସେମାନେ କୃଷ୍ଣଙ୍କ ବିଷୟରେ ଶୁଣିବା ପାଇଁ ତାଙ୍କର
ଗୁଣଗାନ କରିବା ପାଇଁ କୀର୍ତ୍ତନ କରିବା ପାଇଁ ସେମାନେ ବହୁତ ଇଣ୍ଟରେଷ୍ଟେଡ ଥାନ୍ତି, ସେମାନଙ୍କୁ ବହୁତ ପସନ୍ଦ ଲାଗେ। କିନ୍ତୁ ଭୌତିକ ଜିନିଷରେ ସେମିତି କିଛି ଜିନିଷ ଆମକୁ ଅଧିକ ସମୟ ପର୍ଯ୍ୟନ୍ତ ଇଣ୍ଟରେଷ୍ଟ ଲାଗେନି। ଯେମିତି ମୁଁ ଗୋଟେ ରାସ୍ତାରେ ଆସୁଥିଲା ବେଳେ ଦିନେ ଦି ଜଣ ସାଙ୍ଗ ବୋଧେ କିଏ ହେଇଥିବେ, ଦି ଜଣ କଥା ହଉଥିଲେ ଯେ ସେ ତାକୁ କହୁଥିଲେ କି ଆଜି ଆମେ ଏଇ ଫିଲ୍ମ ଦେଖିବା ପାଇଁ ଯିବା। ତ ସେ ସାମ୍ନା ବାଲା ତାଙ୍କର ବୋଧେ କିଏ ବନ୍ଧୁ ଥିଲେ, ସେ କହୁଥିଲେ କି ନା ନା ମୁଁ ସେ ଫିଲ୍ମ ଦେଖିବା ପାଇଁ ଯିବିନି, ମୁଁ ସେ ଫିଲ୍ମ ଅଲରେଡି ଦିଥର ଦେଖି ସାରିଛି, ଆଉ ସେ ଫିଲ୍ମ ଦେଖିବା ପାଇଁ ମୋର ଇଣ୍ଟରେଷ୍ଟ ନାହିଁ। ତ ନର୍ମାଲି ଏମିତି ହୁଏ, କୌଣସି ଜିନିଷ ଫିଲ୍ମ ହଉ କିମ୍ବା କୌଣସି ଷ୍ଟୋରି ହଉ ଆମେ ଶୁଣିଲା ପରେ ସେ ସବୁ ଆମକୁ ଆଉ ଇଚ୍ଛା ହୁଏନି ଶୁଣିବା ପାଇଁ। କାହିଁକି ଇଚ୍ଛା ହୁଏନି ନା, ଯାହା ସବୁ ଭୌତିକ ଜିନିଷ ଥାଏ, ଯୋଉ ଯେକୌଣସି ଫିଲ୍ମ ହଉ କିମ୍ବା ଷ୍ଟୋରି ହଉ, ସେ ସବୁ ଭୌତିକ ଜିନିଷ। ଯୋଉ କୌଣସି ଭୌତିକ ବିଷୟ ବସ୍ତୁ ଥାଏ ସେ ସବୁ ଶୁଣିବା ପାଇଁ ଆମର ଏତେ ଇଣ୍ଟରେଷ୍ଟ ହୁଏନି। ଥରେ ଶୁଣିଦେଲା ପରେ ଆମେ ଆଉ ଶୁଣିବା ପାଇଁ ଇଚ୍ଛା କରନ୍ତିନି। କିନ୍ତୁ କିନ୍ତୁ ଯୋଉ ଗୁଡାକ ଭଗବାନଙ୍କ ଲୀଳା ହଉ, ଭଗବାନଙ୍କ ନାମ କୀର୍ତ୍ତନ ଯାହା ବି ହଉ, ସେ ସବୁ ଶୁଣିବା ପାଇଁ ଇଣ୍ଟରେଷ୍ଟ ହୁଏ। କାହିଁକି ନା ଭୌତିକ ଜିନିଷରେ ଆମର ଇଣ୍ଟରେଷ୍ଟ କମିଯାଏ, କିନ୍ତୁ ଭଗବାନଙ୍କ କଥା ବା ଭଗବାନଙ୍କ ଲୀଳା ଯେତେ ଶୁଣିଲେ ବି ଆମର ଶୁଣିବା ପାଇଁ ଆହୁରି ଇଣ୍ଟରେଷ୍ଟ ବଢିଯାଏ, ଆଉ ଆମକୁ ନୂଆ ବି ଲାଗେ। କେବେ ପୁରୁଣା ଲାଗେ ନା କେବେ ବିରକ୍ତିକର ଲାଗେନି। ତ ସେଥିପାଇଁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଆଉ ପରୀକ୍ଷିତ ମହାରାଜ ବହୁତ ଇଣ୍ଟରେଷ୍ଟେଡ ହେଉଛନ୍ତି କଣ ଏମିତି ହେଲା ଯେ ଅଘାସୁର ବଧ କଥା ବର୍ଷେ ପରେ ଆଲୋଚନା ହେଲା। ତାହେଲେ ବର୍ଷକ ଭିତରେ କଣ ହେଲା, ଦୟାକରି ଆପଣ ମତେ କୁହନ୍ତୁ। ସୁଖଦେବ ଗୋସ୍ୱାମୀ ତାଙ୍କ କଥା ଶୁଣିକି ତାଙ୍କୁ ପୁଣି କହୁଛନ୍ତି ଯେ ଯଦି ତମେ ଏତେ ଇଚ୍ଛୁକ ଶୁଣିବା ପାଇଁ, ତାହେଲେ ମୁଁ ତୁମକୁ କହୁଛି ଶୁଣ। ସେ ପୁଣି କହୁଛନ୍ତି ଯେ ଏମିତି କାହିଁକି ହେଲା, ବର୍ଷକ ପରେ କାହିଁକି ଆଲୋଚନା କରାଗଲା। ସେ କହୁଛନ୍ତି ଯେ ଅଘାସୁର ବଧ ହେଲା ପରେ ପରେ ଶ୍ରୀକୃଷ୍ଣ କହିଲେ ଯେ ତାଙ୍କ ସାଙ୍ଗରେ ଯୋଉ ଗୋପ ବାଳକ ମାନେ ଥିଲେ, ଯୋଉ ବାଛୁରୀ ମାନଙ୍କୁ ନେଇକି ଆସିଥିଲେ ଚରିବା ପାଇଁ, ସେଇ ଟାଇମରେ ତ ଅଘାସୁର ବଧ ହେଇଥିଲା। ତାପରେ ସେ କହିଲେ ଯେ ଅଘାସୁର ବଧ ସରିଲା ପରେ ସେ କହିଥିଲେ ଯେ ଏବେ ଆମର ଦ୍ୱିପହରର ଖାଇବା ସମୟ ହେଲାଣି, ଚାଲ ଆମେ ଏବେ ଖାଇବା ପାଇଁ ଯିବା। ତ ସେମାନେ ଶ୍ରୀକୃଷ୍ଣ କହିଲେ ଯେ ବାଛୁରୀ ମାନଙ୍କୁ ଯମୁନା କୂଳରେ ଛାଡି ଦେଇକି ଯିବା, କାରଣ ସେମାନେ ଦୁବ ଘାସ, କଅଁଳିଆ ଦୁବ ଘାସ ହେଇଛି, ଆଉ ସେଠିକାର ପରିବେଶ ବି ବହୁତ ସୁନ୍ଦର ଥିଲା, ଆଉ ଦୁବ ଘାସ ବି ଥିଲା। ତ ସେମାନେ ସେଇଠି ଦୁବ ଘାସ ଖାଇବେ, ଆଉ ଆମେ ଯାଇକି ଦ୍ୱିପହର ଖାଦ୍ୟଟା ଆମେ ଖାଇବା। ସେ କହିକି ଯମୁନା କୂଳରେ ସେମାନେ ବାଛୁରୀ ମାନଙ୍କୁ ଛାଡି ଦେଇଛନ୍ତି ଚରିବା ପାଇଁ, ଆଉ ଶ୍ରୀକୃଷ୍ଣ ଗୋପ ବାଳକ ମାନଙ୍କ ସହିତ ଟିକେ ଦୂରକୁ ଯାଇକି ଅଲଗା ଜାଗାରେ ବସିଛନ୍ତି ଖାଇବା ପାଇଁ। ତତେ ଖାଇବା ପାଇଁ ଯାଇଛନ୍ତି, ତ ଗୋପ ବାଳକ ମାନେ କଣ କରୁଛନ୍ତି, ଗଛର ପତ୍ର, ଗଛର ବକଳ ସବୁ ଆଣିକି ତଳେ ସବୁ ପୁରା ସୁନ୍ଦର ଭାବରେ ବିଛେଇ ଦେଇଛନ୍ତି, ଯେମିତି ଭଗବାନ ଶ୍ରୀକୃଷ୍ଣ ଆଉ ସେମାନେ ସାଙ୍ଗ ହେଇ ବସିକି ଖାଇବେ। ତ ଯେତେବେଳେ ସୁନ୍ଦର ହେଇକି ବିଛେଇକି ବସିଛନ୍ତି, ତ ସେତେବେଳେ ମୁଁ ଖାଦ୍ୟ ପୁଟୁଳିକୁ ଖୋଲିଛନ୍ତି ଖାଇବା ପାଇଁ, ଆଉ ସେ ଯୋଉ ବସିଛନ୍ତି କୃଷ୍ଣ ମଝିରେ ବସିଛନ୍ତି, ଆଉ ଗୋପ ବାଳକ ମାନେ ଚାରିପଟେ ଘେରି ହେଇକି ବସିଛନ୍ତି। ଆଉ ସେଇଠି ଶିଳ ପ୍ରଭୁପାଦ ମହାରାଜ ସେଇଠି ବର୍ଣ୍ଣନା କରୁଛନ୍ତି ଯେ କୃଷ୍ଣ ମଝିରେ ଆଉ ଗୋପ ବାଳକ ମାନେ ଯୋଉ ଚାରିପଟେ ବସିଛନ୍ତି, ସେଇଟା ଏମିତି ଦୃଶ୍ୟ ହଉଛି ଯେମିତି ପଦ୍ମ ଫୁଲର କେଶର ସହିତ ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳନା କରିଛନ୍ତି, ଆଉ କେଶର ଚାରିପଟେ ଯୋଉ ପାଖୁଡା ଥାଏ ସେ ସେଇଟାକୁ ଗୋପ ବାଳକ ମାନଙ୍କ ସହିତ ତୁଳନା କରିଛନ୍ତି। ଯେମିତି କେଶରକୁ ପାଖୁଡା ଘେରି ହେଇକି ଥାଏ, ସେମିତି ଶ୍ରୀକୃଷ୍ଣ ମଝିରେ ଆଉ ତାଙ୍କୁ ଘେରି ହେଇକି ଚାରିପଟେ ଗୋପ ବାଳକ ମାନେ ବସିଛନ୍ତି। ସେମାନେ ବହୁତ ଖାଇଲା ବେଳେ ସେମାନେ ନିଜ ନିଜ ଭିତରେ ଥଟ୍ଟା ମଜା କରିଛନ୍ତି, ହସ ଖୁସି ହେଇକି ଖାଇଛନ୍ତି, ଆଉ ଗୋପ ବାଳକ ମାନେ ବି ଭଗବାନ ଶ୍ରୀକୃଷ୍ଣଙ୍କୁ ଖୁଆଇ ଦଉଛନ୍ତି। ତ ଏଇ ଟାଇମ ଭିତରେ ବାଛୁରୀ ମାନେ ଯମୁନା ନଦୀ କୂଳରେ ଚରୁଥିଲେ, ସେମାନେ କଣ କରୁଛନ୍ତି, ଚରି ଚରିକି ଟିକେ ଜଙ୍ଗଲ ଗୁମ୍ଫା ଆଡକୁ, ପର୍ବତ ଆଡକୁ ପଳେଇ ଯାଇଛନ୍ତି ଚରି ଚରିକି। ଆଉ ସେମାନେ ଆଉ
ଗୋପ ବାଳକ ମାନଙ୍କୁ ଆଉ ଦେଖା ଯାଇନାହାନ୍ତି। ତ ଗୋପ ବାଳକ ମାନେ ଯେମିତି ଖାଉଥିଲେ ତ ଅଧା ଖାଇବା ହେଇଛି, ତ ତାଙ୍କ ଭିତରୁ ସେମାନେ ଲକ୍ଷ୍ୟ କଲେ ଯେ ଆଉ ବାଛୁରୀ ମାନେ ଦେଖା ଯାଉନାହାନ୍ତି। ତ ସେମାନେ କହିଲେ, ସେମାନେ ସବୁ ଖୋଜିଲେ ଯେ କୃଷ୍ଣଙ୍କୁ କହିଲେ ଯେ ବାଛୁରୀ ମାନେ କୁଆଡେ ଗଲେ, ବାଛୁରୀ ମାନେ କୁଆଡେ ଗଲେ, ବାଛୁରୀ ମାନେ ତ କାହିଁ ଦେଖା ଯାଉନାହାନ୍ତି। ଶ୍ରୀକୃଷ୍ଣ କହିଲେ ହଉ ଠିକ ଅଛି, ତୁମେ ମାନେ ବିବ୍ରତ ହୁଅ ନାହିଁ, ତୁମେ ମାନେ ଖାଦ୍ୟ ଖାଉଥାଅ, ତୁମେ ମାନେ କୁଆଡେ ଯିବା ଉଠିକି ଯାଇବା ଦେଖିବା ଆବଶ୍ୟକ ନାହିଁ, ତୁମେ ମାନେ ଖାଦ୍ୟ ଖାଉଥାଅ, ମୁଁ ଯାଇକି ଦେଖୁଛି ଯେ ବାଛୁରୀ ମାନେ କୁଆଡେ ଗଲେ। ତାପରେ ଶ୍ରୀକୃଷ୍ଣ ଉଠିକି ଯାଇଛନ୍ତି ବାଛୁରୀ ମାନଙ୍କୁ ଖୋଜିବା ପାଇଁ, ଚାରିଆଡେ ଖୋଜିଛନ୍ତି, ଜଙ୍ଗଲ ଭିତରେ ଯାଇକି ଖୋଜିଛନ୍ତି, ପାହାଡ କରରେ ଯାଇକି ଖୋଜିଛନ୍ତି ଭଗବାନ, କିନ୍ତୁ ବାଛୁରୀ ମାନଙ୍କୁ ପାଇଲେନି। ତାପରେ ବହୁତ ଖୋଜି 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 ଯେତେବେଳେ ସେ ଅ ଗୋପ ବାଳକ ମାନଙ୍କ ସହିତ ଯୋଉ ଖାଦ୍ୟ ଖାଉଥିଲେ ସେ ଜାଗାକୁ ସେ ପୁଣି ଫେରି ଆସିଲେ। ସେ ଜାଗାକୁ ସେ ପୁଣି ଫେରି ଆସିଲେ, ଆସିକି ଦେଖିଲା ବେଳକୁ ସେ ଯୋଉ ଗୋପ ବାଳକ ମାନଙ୍କ ସହିତ ଖାଦ୍ୟ ଖାଉଥିଲେ ସେମାନେ ବି ଆଉ ସେଠି ନାହାନ୍ତି। ତ ଭଗବାନ ଶ୍ରୀକୃଷ୍ଣ ତ ସବୁ ଜାଣନ୍ତି, ସେ ତ ପରମ ପୁରୁଷ ଭଗବାନ, ସେ ସବୁ ଜାଣିପାରନ୍ତି। ତ ସେ ଏଇଟା ଜାଣିପାରିଲେ ଯେ ଅ ବାଛୁରୀ ମାନଙ୍କୁ ଆଉ ଗୋପ ବାଳକ ମାନଙ୍କୁ, ବାଳକ ମାନଙ୍କୁ ବ୍ରହ୍ମାଜୀ ହରଣ କରିଛନ୍ତି। ତ ଏଇଠି ଖାଲି ମୁଁ ଏତିକି କହିବି ଯେ ବ୍ରହ୍ମାଜୀ କୃଷ୍ଣଙ୍କ ସାଙ୍ଗରେ ଯୋଉ ଥିଲେ ବାଛୁରୀ ଆଉ ଗୋପ ବାଳକ ମାନଙ୍କୁ ଯୋଉ ହରଣ କରିଛନ୍ତି, ତ କୃଷ୍ଣ ତ ସିଏ ତ ବ୍ରହ୍ମାଣ୍ଡର ଚୋର, ତ ଏଠି ଚୋର ଘରୁ ହିଁ ଚୋରି ହେଇଯାଇଛି। ତ ଭଗବାନ ଶ୍ରୀକୃଷ୍ଣ ଚାରିଆଡେ ଖୋଜିଛନ୍ତି, ତ ପାଇନାହାନ୍ତି, ପାଇନାହାନ୍ତି, ଯେତେବେଳେ ପାଇନାହାନ୍ତି ସେ ଜାଣି ପାରୁଛନ୍ତି ଯେ ବ୍ରହ୍ମାଜୀ ଅ ହରଣ କରିଛନ୍ତି ବୋଲି। ତାପରେ ବ୍ରହ୍ମାଜୀ ବି ଜାଣିଛନ୍ତି ସେ ହିଁ ମାନେ ଶ୍ରୀକୃଷ୍ଣ ପରମ ପୁରୁଷ ଭଗବାନ। ଆଉ ସେ ହରଣ କରିଛନ୍ତି ଏଇଥିପାଇଁ ଯେ ଯେତେବେଳେ ଅଘାସୁରର ବଧ ହେଇଥିଲା, ସେତେବେଳେ ସ୍ୱର୍ଗରେ ରହିକି ସବୁ ଦେବତା ମାନେ ଆଉ ବ୍ରହ୍ମାଜୀ ମଧ୍ୟ ତାଙ୍କ ସହିତ ଥିଲେ, ଦେଖୁଥିଲେ ଯେ ଅଘାସୁରର ବଧ, ସମସ୍ତେ ତାଙ୍କର ଜୟ ଜୟଗାନ କରୁଥିଲେ। ସେତେବେଳେ ବ୍ରହ୍ମାଜୀ ଭାବିଲେ ଯେ ଶ୍ରୀକୃଷ୍ଣଙ୍କ ରୂପରେ ଏତେ ଛୋଟ ବାଳକ ଆଉ ଏତେ ବଡ ରାକ୍ଷସ ମାନଙ୍କୁ ଏ କେମିତି ଏ କେମିତି କେମିତି ସେ ଏତେ କ୍ରୀଡା କରୁଛନ୍ତି, ଛୋଟ ବାଳକ ଗୋପ ବାଳକ ସାଜିଛନ୍ତି। ତ ସେଇଟା ସେଇଟା ଦେଖିକି ସେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଆଉ ସେ ଜାଣିଛନ୍ତି ଯେ ସେ ହିଁ ପରମ ପୁରୁଷ ଭଗବାନ, କିନ୍ତୁ ସେ ବାଛୁରୀ ମାନଙ୍କୁ ଆଉ ଗୋପବାଳ ମାନଙ୍କୁ ହରଣ କରିବାର କାରଣ ହଉଛି କି ସେ ଭଗବାନ ଶ୍ରୀକୃଷ୍ଣଙ୍କର ଅଧିକ ଲୀଳା ଦେଖିବା ପାଇଁ ଚାହୁଁଥିଲେ, ସେଥିପାଇଁ ସେ ତାଙ୍କୁ ହରଣ କରିଛନ୍ତି। ତ ଭଗବାନ ଶ୍ରୀକୃଷ୍ଣ ବି ଜାଣି ସାରିଛନ୍ତି ଯେ ବ୍ରହ୍ମାଜୀ ହିଁ ବାଛୁରୀ ମାନଙ୍କୁ ଆଉ ଗୋପବାଳ ମାନଙ୍କୁ ହରଣ କରିଛନ୍ତି ବୋଲି। ତ ସିଏ ଆଉ କିଛି ସେ ଜାଣି ସାରିଲା ପରେ ପରମପୁରୁଷ ଭଗବାନ ତ ଏ ପୁରା ଦୁନିଆ ତ ତାଙ୍କର ହିଁ ବିସ୍ତୃତାଂଶ, ତ ସେ କଣ କରୁଛନ୍ତି ବାଛୁରୀ ମାନଙ୍କର ଆଉ ତାଙ୍କ ସହିତ ଯୋଉ ଗୋପ ବାଳକ ମାନେ ଥିଲେ ତାଙ୍କର ରୂପ ହିସାବରେ ସେ ନିଜେ ବିସ୍ତୃତାଂଶ କରୁଛନ୍ତି। ମାନେ ଯୋଉ ବାଛୁରୀ ଯେମିତିକା ଦେଖିବା ପାଇଁ ଥିଲେ, ଯେତେ ବି ବାଛୁରୀ ସେଠି ଥିଲେ, ସେମାନଙ୍କର ରୂପରେଖ ଯାହା ବି ଥିଲା ସେଇ ହିସାବରେ ସେ ନିଜକୁ ବିଶ୍ଵସଂସ କରିଛନ୍ତି। ଆଉ ଗୋପ ବାଳକ ମାନେ ଯେମିତିକା ଥିଲେ, ଯେମିତି ହାଇଟ, ତାଙ୍କର ଯେମିତି ହେଲ୍ଥ, ତାଙ୍କର ଫେସ୍ କଟିଂ ଯେମିତି, ସେ ବି ସେଇ ହିସାବରେ ନିଜକୁ ବିଶ୍ଵସଂସ କରିଛନ୍ତି। କଲା ପରେ ସେ ସେ କଣ କରିଛନ୍ତି, ସମସ୍ତେ ସେଦିନ ବୃନ୍ଦାବନକୁ ଫେରିଛନ୍ତି। ବୃନ୍ଦାବନକୁ ଫେରିଲା ପରେ ବୃନ୍ଦାବନରେ ନର୍ମାଲି କଣ ହୁଏ ନା, ଯେତେବେଳେ ଶ୍ରୀକୃଷ୍ଣ ସବୁଦିନ ବାଛୁରୀ ମାନଙ୍କୁ ଚରେଇବାକୁ ଯାଆନ୍ତି ଗୋପବାଳ ମାନଙ୍କ ସହିତ, ସବୁଦିନ ଫେରି ଆସନ୍ତି। ଯେତେବେଳେ ସବୁଦିନ ଫେରି ଆସନ୍ତି ସେତେବେଳେ ମା ଯଶୋଦା ବି ଅପେକ୍ଷାରେ ଥାଆନ୍ତି, ଆଉ ଅନ୍ୟ ଗୋପୀ ମାନେ ବି ଅପେକ୍ଷାରେ ଥାଆନ୍ତି। କିନ୍ତୁ ଯେତେବେଳେ ଗୋପ ବାଳକ ମାନଙ୍କ ସହିତ ଶ୍ରୀକୃଷ୍ଣ ଫେରନ୍ତି, ସେତେବେଳେ ଗୋପୀ ମାନେ ପ୍ରଥମେ ଜଣ ଜଣକ କରିକି ଶ୍ରୀକୃଷ୍ଣଙ୍କୁ
ଗେହ୍ଲା କରନ୍ତି, ଶ୍ରଦ୍ଧା କରନ୍ତି, ପ୍ରେମ କରନ୍ତି। ତ ଏଇଟା କଣ ନା ଗୋପୀ ମାନେ ହଉଛନ୍ତି ତ ଭକ୍ତ। ତ ସେମାନେ ଭଗବାନଙ୍କୁ ପ୍ରେମ କରନ୍ତି, ଭଗବାନଙ୍କୁ ଶ୍ରଦ୍ଧା କରନ୍ତି, ତାଙ୍କୁ କୋଳରେ ଧରନ୍ତି, ତାଙ୍କୁ ଗେଲ କରନ୍ତି। ତ ଜଣ ଜଣ କରିକି ସେମାନେ ଶ୍ରୀକୃଷ୍ଣଙ୍କୁ ଶ୍ରଦ୍ଧା କରନ୍ତି, ଗେଲ କରନ୍ତି। ତ ଏସବୁ ଦେଖିକି ଯଶୋଦା ମା ଟିକେ ମନ ଦୁଃଖ କରନ୍ତି ଯେ ଯେତେବେଳେ ମୋ କାହ୍ନା ଫେରୁଛି ଜଙ୍ଗଲରୁ, ସେତେବେଳେ ସମସ୍ତେ ଜଣେ ଜଣେ ଶ୍ରୀକୃଷ୍ଣଙ୍କୁ ଗେଲ କରିସାରିଲା ପରେ ତାପରେ ସେ ସେମାନଙ୍କ ପୁଅ ମାନଙ୍କୁ ଗେଲ କରନ୍ତି। ତ ଯଶୋଦା ମା ଟିକେ ମନ ଦୁଃଖ କରନ୍ତି କି ସମସ୍ତେ ଆଗ ମୋ ପୁଅକୁ ଗେଲ କରୁଛନ୍ତି, ଆଉ ମୋ ପାଳିଟା ସର୍ବଦା ଲାଷ୍ଟରେ ପଡୁଛି। କିନ୍ତୁ ଯେତେବେଳେ ବାଛୁରୀ ମାନେ ଅପହରଣ ହେଇଯାଇଛନ୍ତି, ଆଉ ଗୋପବାଳ ମାନେ ଅପହରଣ ହେଇଯାଇଛନ୍ତି, ଯେତେବେଳେ ଶ୍ରୀକୃଷ୍ଣ ଭଗବାନ ସମସ୍ତଙ୍କର ରୂପ ନେଇକି ନିଜକୁ ବିଶ୍ରୁତାଂଶ କରିକି ଯେତେବେଳେ ସେଦିନ ଫେରିଛନ୍ତି ବୃନ୍ଦାବନକୁ, ତ ସେଦିନ ସେମିତି କିଛି ଘଟିନି। ଯେମିତି ଶ୍ରୀକୃଷ୍ଣଙ୍କୁ ଆଗ ସମସ୍ତେ ଜଣ ଜଣ କରି ଗେଲ କରନ୍ତି, ତାପରେ ମା ଯଶୋଦା ଗେଲ କରନ୍ତି, କିନ୍ତୁ ସେଦିନ ସେମିତି କିଛି ହେଇନି। ସେମାନେ ଗୋପୀ ମାନେ ସେଦିନ ଯେଝା ଯେଝା ପିଲାମାନଙ୍କୁ ଗେଲ କରୁଛନ୍ତି, କିନ୍ତୁ ଶ୍ରୀକୃଷ୍ଣଙ୍କ ଭଗବାନଙ୍କ ପାଖକୁ କେହି ଆସିନାହାନ୍ତି। ତ ଯଶୋଦା ମା ଦେଖିକି ବି ଆଶ୍ଚର୍ଯ୍ୟ ହେଇଛନ୍ତି, ଏ ସମସ୍ତେ ତ ସବୁଦିନ ମୋ କାହ୍ନାକୁ ଗେଲ କରନ୍ତି, ଆଜି କିନ୍ତୁ ସମସ୍ତେ ସମସ୍ତଙ୍କ ପିଲାମାନଙ୍କୁ ଗେଲ କରୁଛନ୍ତି। ତ ଭଗବାନ ଯୋଉ ଯଶୋଦା ବି ଦେଖିକି ଆଶ୍ଚର୍ଯ୍ୟ ହେଇଛନ୍ତି, ଆଉ ଯଶୋଦା ବି ଆସିକି ଶ୍ରୀକୃଷ୍ଣଙ୍କୁ ତାଙ୍କୁ ବି କୋଳେଇଛନ୍ତି ଆଉ ଗେଲ କରୁଛନ୍ତି। ତ ଏଇଟା କାହିଁକି ହେଲା ନା ସବୁଦିନ ସେମାନଙ୍କ ପିଲା, ସେମାନଙ୍କ ଗୋପୀ ମାନଙ୍କର ପିଲାମାନେ ସେମାନଙ୍କ ପାଖକୁ ଆସନ୍ତି, ଆଉ ଗୋପୀ ମାନେ ତାଙ୍କୁ ଗେଲ କରନ୍ତି। କିନ୍ତୁ ସେ ଗୋପୀ ମାନେ ଫାଷ୍ଟ ଶ୍ରୀକୃଷ୍ଣଙ୍କୁ ଗେଲ କରନ୍ତି, ତାପରେ ତାଙ୍କ ପିଲାମାନଙ୍କୁ ଗେଲ କରନ୍ତି। କିନ୍ତୁ ସେଦିନ ଯେହେତୁ ତାଙ୍କ ଗୋପ ବାଳକ ମାନେ ତ ନଥିଲେ, ସେମାନେ ତ ଅପହରଣ ହେଇସାରିଥିଲେ, ଗୋପ ବାଳକ ମାନେ ତ ସ୍ୱୟଂ ଶ୍ରୀକୃଷ୍ଣ ହିଁ ଥିଲେ, ତେଣୁ ସେଦିନ ଓଲଟା ହେଇଯାଇଛି। ଗୋପୀ ମାନେ ଡାଇରେକ୍ଟ ତାଙ୍କୁ ମାନେ ଗୋପ ବାଳକ ମାନଙ୍କର ରୂପରେଖ ନେଇକି ଯୋଉ ଶ୍ରୀକୃଷ୍ଣ ଥିଲେ, ସେମାନେ ଡାଇରେକ୍ଟ ସେମାନଙ୍କୁ ଗେଲ କରୁଛନ୍ତି ବା ଶ୍ରଦ୍ଧା କରୁଛନ୍ତି। ତ ଏମିତି ହେଇଛି। ଏମିତି ହେଲା ପରେ ଏମିତି ସବୁଦିନ ଏମିତି ହୁଏ, ସମସ୍ତେ ଯାଆନ୍ତି ଗାଈ ବାଛୁରୀ ମାନେ ଗୋପ ବାଳକ ମାନେ ଯାଆନ୍ତି, ଚରନ୍ତି, ଆସନ୍ତି। ଏମିତି ହେଲା ପରେ ଗୋଟେ ବର୍ଷ ହେଇଯାଇଛି। ଗୋଟେ ବର୍ଷ, ଯାହାକି ବ୍ରହ୍ମାଜୀଙ୍କର ଗୋଟେ ମୁହୂର୍ତ୍ତ, ବ୍ରହ୍ମାଜୀଙ୍କର ଗୋଟେ ମୁହୂର୍ତ୍ତ ପୃଥ୍ବୀ ପୃଷ୍ଠରେ ଗୋଟେ ବର୍ଷ। ତ ଏମିତି ଗୋଟେ ବର୍ଷ ବିତି ଯାଇଛି। ଗୋଟେ ବର୍ଷ ବିତି ଗଲା ପରେ ଦିନେ କଣ ହେଇଛି, ଶ୍ରୀକୃଷ୍ଣ ଆଉ ବଳରାମ ଦୁଇ ଜଣ ଆଉ ଗୋପ ବାଳକ ମାନେ, ମାନେ ଯୋଉମାନେ କୃଷ୍ଣଙ୍କର ବିଶ୍ରୁତାଂଶ, ଯୋଉମାନେ କୃଷ୍ଣ ଯାହା ଯାହାଙ୍କ ରୂପ ନେଇଥିଲେ, ତ ସେମାନେ ବାଛୁରୀ ମାନଙ୍କୁ ନେଇକି ଯାଇଛନ୍ତି ଚରିବା ପାଇଁ। ସେଠି ଚରିଲା ବେଳେ ସେଠି ଏଇଟା କେମିତି ହୁଏ ନା, ବୃନ୍ଦାବନର ଯୋଉ ସବୁ ଅ ଛୋଟ ଗୋପ ବାଳକ ମାନେ ବା ଛୋଟ ଗୋପାଳ ମାନେ, ଛୋଟ ଛୁଆ 5 ବର୍ଷର 5-10 ବର୍ଷର, ସେମାନେ ବାଛୁରୀ ମାନଙ୍କୁ ଚରାନ୍ତି। ଆଉ ଯିଏ ବଡ ବଡ ଲୋକ, ସେମାନେ ଗାଈ ମାନଙ୍କୁ ନେଇକି ଚରାନ୍ତି ବଳରେ। ତ ଯିଏ ବଡ ବଡ ଲୋକ, ଯେ ଗାଈ ମାନଙ୍କୁ ଚରଉଥିଲେ, ସେମାନେ ଗାଈ ମାନେ ଚରୁଥିଲେ ପାହାଡ ଉପରେ ଚଢୁଥିଲେ, ଗୋବର୍ଦ୍ଧନ ପାହାଡ ଉପରେ ଗାଈ ମାନେ ଚଢୁଥିଲେ। ଆଉ ତଳେ ବଳରାମ, ଶ୍ରୀକୃଷ୍ଣ, ଗୋପ ବାଳକ ବାଛୁରୀ ମାନଙ୍କୁ ନେଇକି ଚରଉଥିଲେ। ତ ଯେତେବେଳେ ଗାଈ ମାନେ ପାହାଡ ଉପରେ ଚଢୁଥିଲେ, ତ ସଡନ ଦେଖିଲେ ଯେ ବାଛୁରୀ ମାନେ ସେମାନେ ଚରୁଛନ୍ତି ତଳେ। ତ ଗାଈ ମାନେ ଦେଖିକି ବାଛୁରୀ ମାନଙ୍କୁ, ସେମାନେ ଅଧିକ ସ୍ନେହବଶତ ହୋଇ ଗୋଡି ପାହାଡ ତଳ ଉପର ମାନେ ଖାଲ ଢିପ କିଛି ମାନିଲେନି, ସେ ପୁରା ଦୌଡିକି ଆସିଲେ ତାଙ୍କ ବାଛୁରୀ ମାନଙ୍କୁ ଦେଖିକି। ତାଙ୍କ ବାଛୁରୀ ମାନଙ୍କୁ ପୁରା ଏତେ ସ୍ନେହବଶତ ହେଇଯାଇଥିଲେ ଯେ, ଯେତେବେଳେ ସେ ଦୌଡିକି ଆସୁଥିଲେ, ତାଙ୍କ ଅଟୋମେଟିକ ତାଙ୍କ ପହ୍ନାରୁ କ୍ଷୀର ଝରି ପଡୁଥିଲା। ତ ଏଇଟା ବହୁତ ଆଶ୍ଚର୍ଯ୍ୟଜନକ ଥିଲା, କାହିଁକି ନା ସବୁଦିନ ଅପେକ୍ଷା ଆଜି ଗାଈ ମାନଙ୍କର ବାଛୁରୀ ମାନଙ୍କ ପ୍ରତି ଅଧିକ ଭଲ ପାଇବା ଆସିଛି। ଏସବୁ ଦେଖିକି ବଳରାମ ବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଯେ, ଗାଈ ମାନେ ତ ଏମିତି ବାଛୁରୀ ମାନଙ୍କୁ ଏତେ ବି ଭଲ ପାଆନ୍ତିନି। ବାଛୁରୀ ମାନେ ତ ସବୁବେଳେ ଗାଈ ମାନଙ୍କ ପାଖରେ ରୁହନ୍ତି। ତ ଏଇଟା କାହିଁକି ହେଇଛି, କାହିଁକି ନା
ସେମାନେ ବାଛୁରୀ ମାନେ ପ୍ରକୃତରେ ସେମାନେ ବାଛୁରୀ ମାନେ ନଥିଲେ, ସେମାନେ ଭଗବାନ ଶ୍ରୀକୃଷ୍ଣ ହିଁ ଥିଲେ। ସେଥିପାଇଁ ଗାଈ ମାନଙ୍କର ବାଛୁରୀ ମାନଙ୍କୁ ଦେଖିକି ଟିକେ ଅଧିକ ଭଲ ପାଇବା ବଢି ଯାଇଛି, ଆଉ ଅଧିକ ସେମାନେ ସ୍ନେହବଶତ ହୋଇ ସେମାନେ ଦୌଡ଼ି ଆସିଛନ୍ତି। ତ ଏସବୁ ଦେଖିକି ତ ଏସବୁ ଦେଖିକି ଅ, ଯେ ସବୁ ବୟସ୍କ ଲୋକମାନେ ଥିଲେ, ଯେ ଗାଈ ମାନଙ୍କୁ ଚରେଇବାକୁ ନଉଥିଲେ, ସେମାନେ କଣ କରୁଛନ୍ତି, ରାଗି ଯାଇଛନ୍ତି। କାହିଁକି ନା ଗାଈ ବାଛୁରୀ ପାଖକୁ ଗଲେ ବାଛୁରୀ ତ ସବୁ କ୍ଷୀର ପିଇଦବ, ଆଉ ସେମାନେ ଆଉ କଣ ପାଇବେ? ନର୍ମାଲି ବାଛୁରୀ ମାନଙ୍କୁ ଗାଈ ମାନଙ୍କ ପାଖକୁ ଛାଡନ୍ତି, କିନ୍ତୁ ସେମାନେ ସେଥିପାଇଁ ସେ ରାଗି ଯାଇଛନ୍ତି, ଆଉ ଗାଈ ମାନେ ବି ଦୌଡି ଆସିକି ବାଛୁରୀ ମାନଙ୍କୁ କ୍ଷୀର ପିଆଇଛନ୍ତି। କିନ୍ତୁ ବାଛୁରୀ ମାନେ ଏତେ ଛୋଟ ବି ନଥିଲେ ଯେ ସେମାନେ କ୍ଷୀର ପିଇବେ, କାହିଁକି ନା ଗୋଟେ ବର୍ଷ ବିତି ଯାଇଥିଲା, ଯେହେତୁ ବାଛୁରୀ ମାନେ ବି ବହୁତ ବଡ ବଡ ହେଇଯାଇଥିଲେ। ସେମାନେ କ୍ଷୀର ପିଇବା ବୟସ ତାଙ୍କର ନଥିଲା, କିନ୍ତୁ ଗାଈ ମାନେ ଆସିକି ଶ୍ରଦ୍ଧାର ସହିତ କ୍ଷୀର ପିଆଇଥିଲେ, ଆଉ ବାଛୁରୀ ମାନେ ମଧ୍ୟ କ୍ଷୀର ପିଇଥିଲେ। ତ ଏଠି ଭଗବାନ ଶ୍ରୀକୃଷ୍ଣ ଖାଲି ମା ଯଶୋଦାଙ୍କୁ ତ ନୁହଁ, ସେମାନେ ମା ଯଶୋଦାଙ୍କୁ ତ ନୁହଁ, ସେ ଭଗବାନ ଗାଈ ମାନଙ୍କୁ ବି ସେ ସୁଯୋଗ ଦେଇଛନ୍ତି, ସ୍ତନ୍ୟପାନର ସୁଯୋଗ ଗାଈ ମାନଙ୍କୁ ବି ଦେଇଛନ୍ତି। ମା ଯଶୋଦା ତ ପାଇଛନ୍ତି, କିନ୍ତୁ ଗାଈ ମାନଙ୍କୁ ବି ପାଇଛନ୍ତି। ଆଉ ଯେତେବେଳେ ସିଏ ଗୋପ ବାଳକ ମାନଙ୍କ ରୂପ ଧରିଥିଲେ, ତ ଯେତେବେଳେ ଗୋପୀ ମାନଙ୍କୁ ମଧ୍ୟ ସେ ସୁଯୋଗ ଦେଇଛନ୍ତି ଯେ ଗୋପୀ ମାନେ ମଧ୍ୟ ଗୋପ ବାଳକ ମାନଙ୍କୁ ବି କ୍ଷୀର ଦେଇଛନ୍ତି। ଯେତେବେଳେ ସେ ଯାଇଛନ୍ତି ଘରକୁ, ସେମାନେ ତାଙ୍କ ମାଙ୍କ ଠାରୁ ବି କ୍ଷୀର ପିଇଛନ୍ତି। ତ ଭଗବାନ ଶ୍ରୀକୃଷ୍ଣ ଏଠି ସମସ୍ତଙ୍କୁ ସୁଯୋଗ ଦେଇଛନ୍ତି, ଗାଈ, ଗୋପୀ ମାନେ ଆଉ ଯଶୋଦା ସମସ୍ତଙ୍କୁ କ୍ଷୀର ପିଇବାର ସୁଯୋଗ ଦେଇଛନ୍ତି। ତ ତାପରେ ଯେତେବେଳେ ବଡ ଲୋକମାନେ ଯେତେବେଳେ ଦେଖିଲେ ଗାଈ ଆସିକି ବାଛୁରୀ ମାନଙ୍କୁ କ୍ଷୀର ପିଉଛନ୍ତି, ତ ମାନେ ସେଇ ଗୋପ ବାଳକ ମାନଙ୍କର କେହି ବାପା ଦାଦା ଏମାନେ ହିଁ ହେଇଥିବେ, ଯୋଉମାନେ ଗାଈ ନେଇକି ଯାଇଥିଲେ। ତ ସେମାନେ ରାଗିକି ପଛେ ପଛେ ଦୌଡିକି ଆସିଛନ୍ତି। କିନ୍ତୁ ଯେତେବେଳେ ଦୌଡିକି ଆସିଛନ୍ତି, ସେମାନେ ରାଗିବା କଥା, ରାଗିକି ଗାଳି କରିବା କଥା, କିନ୍ତୁ ସେମାନେ ରାଗି ନାହାନ୍ତି, ଗାଳି କରିନାହାନ୍ତି। ଓଲଟା ସିଚୁଏସନ ପୁରା ଓଲଟା ହେଇଯାଇଛି, ଯେ ଗୋପ ବାଳକ ମାନଙ୍କୁ ଦେଖିକି ସେ ଆହୁରି ଅଧିକ ତାଙ୍କ ମନରୁ ରାଗ ପଳେଇଛି, ଆଉ ସେ ଅଧିକ ସ୍ନେହବଶତ ହୋଇକି ଗୋପ ବାଳକ ମାନଙ୍କୁ ମଧ୍ୟ ସେମାନେ ଗେଲ କରୁଛନ୍ତି। ଏମିତି ଚେଞ୍ଜେସ୍ କାହିଁକି ହେଲା? କାରଣ ଗୋପ ବାଳକ ମାନେ ତ ପ୍ରକୃତରେ ଗୋପ ବାଳକ ନଥିଲେ, ସେ ତ ଭଗବାନ ଶ୍ରୀକୃଷ୍ଣ ଥିଲେ। ତାଙ୍କ ଭିତରେ ସଡନ ଚେଞ୍ଜେସ୍ ଆସିଛି, ଆଉ ସେମାନେ ବି ଗେଲ କରୁଛନ୍ତି। ତ ଏଇ ସବୁ ଦେଖିକି, ଯେମିତି ମାନେ ଗାଈ ମାନେ ବାଛୁରୀ ମାନଙ୍କୁ ଅଧିକ ସ୍ନେହବଶତ ହେଇକି କ୍ଷୀର ପିଇବାର, ଯେମିତି କି ବାଛୁରୀ ମାନଙ୍କ କ୍ଷୀର ପିଇବାର ବୟସ ନଥିଲା। ତାପରେ ବୟସ୍କ ଗୋପାଳ ମାନେ ଯେତେବେଳେ ରାଗିକି ଆସିଛନ୍ତି ତାଙ୍କ ପିଲାମାନଙ୍କୁ ଗାଳି କରିବାକୁ, ସେମାନେ ବି ଗାଳି କରିନାହାନ୍ତି, ବରଂ ଅଧିକ ଭଲ ପାଇଛନ୍ତି, ଅଧିକ ସ୍ନେହ କରିଛନ୍ତି। ତ ଏଇ ସବୁ ଦେଖିକି ବଳରାମଙ୍କର ସନ୍ଦେହ ହେଲା ଯେ ଏସବୁ କଣ, ଏସବୁ ତ ନର୍ମାଲ ଜିନିଷ ଲାଗୁନି, ନିଶ୍ଚିତ ଏଥିରେ କିଛି ନା କିଛି ଅଛି। ତ ସେ ସବୁ ଦେଖିକି ତାଙ୍କର ଯେତେବେଳେ ସନ୍ଦେହ ହେଇଛି, ସେ ଶ୍ରୀକୃଷ୍ଣଙ୍କୁ ପଚାରିଛନ୍ତି ଯେ ଏସବୁ କଣ, ଏସବୁ କାହିଁକି ଏମିତି ହଉଛି, ମତେ ମତେ ପୁରା ଅଲଗା ଅଲଗା ଲାଗୁଛି, କଣ ହେଇଛି କୁହ। ତ ଶ୍ରୀକୃଷ୍ଣଙ୍କୁ ଯେତେବେଳେ ପଚାରିଛନ୍ତି, ଶ୍ରୀକୃଷ୍ଣ ସବୁ କଥା କହିଛନ୍ତି, ଯେ ଏମିତି ଏମିତି କଣ ହେଇଥିଲା ବର୍ଷେ ପୂର୍ବରୁ, ବର୍ଷେ ହେଲାଣି ସେ କଣ କରି ଆସୁଛନ୍ତି, ଏସବୁ କଥା ବଳରାମକୁ କହିଛନ୍ତି। ତ ବଳରାମକୁ କହିଲା ପରେ, ତାପରେ ବର୍ଷେ ହେଇଯାଇଛି, ତ ବଳରାମ ବି ଜାଣିଲେ ଯେ କଣ ସବୁ ଘଟିଥିଲା। ତା ଭିତରେ ତ ବର୍ଷେ ହେଇଯାଇଛି ବ୍ରହ୍ମାଙ୍କର ଗୋଟେ ମୁହୂର୍ତ୍ତ। ତ ବ୍ରହ୍ମା ଆସିକି ଦେଖିଛନ୍ତି ଗୋଟେ ମୁହୂର୍ତ୍ତ ପରେ, ତାଙ୍କର ଗୋଟେ ମୁହୂର୍ତ୍ତ ପରେ ସେଟା ଆସିକି ଦେଖିଛନ୍ତି, ଚେକ୍ କରିଛନ୍ତି ଯେ ମୁଁ ତ ସମସ୍ତଙ୍କୁ ହରଣ କରିସାରିଛି, ତ ଏବେ ଭଗବାନ ଶ୍ରୀକୃଷ୍ଣ କଣ କରୁଛନ୍ତି ତ ଦେଖିବାକୁ ଆସିଛନ୍ତି। ସେ ବହୁତ ଆଶ୍ଚର୍ଯ୍ୟକର କଥା ଦେଖିଛନ୍ତି ଯେ ସେମାନେ ଯୋଉମାନଙ୍କୁ ହରଣ କରିକି ନେଇ ଯାଇଥିଲେ, ସେମାନେ ସମସ୍ତେ ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ସହିତ କ୍ରୀଡା କରୁଛନ୍ତି। ତ ସେମାନେ ସମସ୍ତେ ଭଗବାନଙ୍କ ସହିତ କ୍ରୀଡା କରୁଛନ୍ତି, ସେ ବି ଦେଖିକି ବହୁତ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି। ତ ସେ ତ ଦେଖିକି ଆଶ୍ଚର୍ଯ୍ୟ ହେଇଯାଇଛନ୍ତି, ସେ ପୁଣି ଦେଖିଛନ୍ତି ଯେ ତାଙ୍କ ଶକ୍ତି ମାଧ୍ୟମରେ ଦେଖିଛନ୍ତି ସେମାନେ ଯୋଉମାନଙ୍କୁ ହରଣ କରି ନେଇଥିଲେ, ସେମାନେ ସେଠି ଅଛନ୍ତି ନା ନାହିଁ। ତ ସେମାନେ ବି ବ୍ରହ୍ମାଜୀ ବି ଦେଖିଛନ୍ତି ଯେ ସେମାନେ ବି ସେଠି ଅଛନ୍ତି। ତ ଯେତେବେଳେ ବ୍ରହ୍ମାଜୀ ଦେଖିଲେ ଯେ ଶ୍ରୀକୃଷ୍ଣଙ୍କ ସହିତ ପୁଣି ଶ୍ରୀକୃଷ୍ଣ ତାଙ୍କୁ ଦେଖେଇଲେ, ଯେ ତାଙ୍କର ପ୍ରକୃତ ରୂପ ଦେଖେଇଲେ ବ୍ରହ୍ମାଜୀଙ୍କୁ, ଯେ ସିଏ ସମସ୍ତେ ହଉଛନ୍ତି ଶ୍ରୀକୃଷ୍ଣ।
ନିଜର ରୂପ ବ୍ରହ୍ମାଜୀଙ୍କୁ ଦେଖେଇଲା ପରେ ବ୍ରହ୍ମାଜୀ ସେଇଠୁ ବୁଝିପାରିଲେ ଯେ ମୁଁ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ମାନେ ଯାହା ବି ହେଲେ ମୁଁ ଅନ୍ୟାୟ କରିଛି ଆଉ ସେ ନିଜକୁ ବହୁତ ଛୋଟ ମନେ କରୁଛନ୍ତି ଯେ ମୁଁ ଯୋଉମାନଙ୍କୁ ନେଇକି ସେମାନେ ସେଠି ଅଛନ୍ତି କିନ୍ତୁ ଅନ୍ୟମାନେ କେହି କିଛି ଜାଣିପାଇଲେନି ଅନ୍ୟମାନେ କିଛି ଅନୁଭବ ବି କରିପାଇଲେନି କାହିଁକିନା ଭଗବାନ ଶ୍ରୀକୃଷ୍ଣ ନିଜେ ହିଁ ସବୁ କିଛି ମ୍ୟାନେଜ କରିନେଲେ ନିଜେ ସବୁ ଅବତାର ମାନେ ନିଜର ବିଶ୍ରୁତାଂଶ କରିକି ସେ ସବୁ ମ୍ୟାନେଜ କରିନେଲେ ତ ଭଗବାନ ବ୍ରହ୍ମା ଯେତେବେଳେ ଦେଖିଛନ୍ତି ଯେ ସମସ୍ତେ ଏଠି ଅଛନ୍ତି ଆଉ ମୁଁ ମୁଁ ଏ କଣ କଲି ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ମୁଁ ଏ କଣ କଲି ମୁଁ ଅନ୍ୟାୟ କଲି ମୁଁ ପାପୀ ଏସବୁ କଥା ଭାବିକି ସେ ବହୁତ କଥା ଭାବିକି ନିଜକୁ ଛୋଟ ବୋଲି ଭାବିଛନ୍ତି ଆଉ ଏସବୁ କଥା ଭାବିକି ଭଗବାନଙ୍କୁ ବି କ୍ଷମା ପ୍ରାର୍ଥନା କରିଛନ୍ତି ଆଉ ଆଉ ତାଙ୍କ ଗୋଡ ତଳେ ପୁରା ଦଣ୍ଡାୟମାନ ହୋଇଛନ୍ତି ଆଉ ଭଗବାନଙ୍କୁ ବି କ୍ଷମା ପ୍ରାର୍ଥନା କରିଛନ୍ତି। ହରେ କୃଷ୍ଣ। हरे कृष्ण प्रभु जी। हरे कृष्ण। तो बहुत बहुत धन्यवाद शुभश्री माता जी। भागवतम रे वर्णन कराए कि माने भगवान परमहंस भक्त माने हंस देखिथिबा तो राजहंस कौन करे जो आप क्षीर पीवा देवे से क्षीर पोर्सन टा पीदब पानी पोर्सन टा छाड़दब परमहंस भक्त माने भगवान जी भगवान सहित दृढ़ भाव में आकर्षित आकृष्ट रही था से प्रत्येक मुहूर्त भगवान सब प्रकार लीला को चिंतन करता किंतु जो माने भौतिकवादी लोक से विशेष कर भौतिक आसक्ति थाए आउ धन संपद मान ऐश्वर्य आउ लस्ट लस्ट माने कामना ये दीटा जिनस बहुत प्लावित था माने ओतप्रोत भाव में पूरा जड़ित होती निजर कामना वासना को चरितार्थ करने जीवन को बंचती तेणु ये भगवान किंतु प्रत्येक घरे गृहे गृहे गोविंद प्रत्येक घरे भगवान आज आविर्भाव होता भगवान गोटे माने समस्त घरे बाल गोपाल स्वरूप रे भगवान निजे सर्वशक्तिमान भगवान निजे आविर्भाव होती निश्चय भाव में माता सुंदर भाव में कहले गोटे चौराष्टकम गाँती भगवान हेले सुप्रीम थीप भगवान सबुठारु बड़ चोर किंतु आज घर ब्रह्मा चोरी करने आसछन्ति तो भगवान कि प्रकार ऐश्वर्य कि प्रकार वैभव प्रदर्शित होची आमे देखुचे। ठीक अच्छे माता को बहुत बहुत धन्यवाद। नेक्स्ट श्रवण करवा प्रांजलि माता जी।